ପିଆଜ ସଣ୍ଡା ଗରମ ଭାତ ପଖାଳ ଭାତରେ ବହୁତ ଭଲ ଲାଗେ। ରୁଟି ପରଠାରେ ବି ବହୁତ ଭଲ ଲାଗେ ଖାଇବାକୁ। ଗୋଟେ ଥର ଏମିତି କରିକି ଖାଇବେ, ବହୁତ ଭଲ ଲାଗେ। ଜୟ ଜଗନ୍ନାଥ। ଆମ ଲକ୍ଷ୍ମୀ ଭଣ୍ଡାରକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ କରିବା ଚଟପଟା ପିଆଜ ସଣ୍ଡା ଭଜା କରିବା। ଏବେ ଗୋଟେ କରେଇ ନେବା, ସେଥିରେ ସୋରିଷ ତେଲ ଦେବା, ଆବଶ୍ୟକ ଅନୁସାରେ ତେଲ ଦେବେ, ତାପରେ ଲଙ୍କା ଦେଇଦେବା। ମୁଁ କଞ୍ଚା ଲଙ୍କା ନେଇଛି, ଆପଣ ଚାହିଁଲେ ଶୁଖିଲା ଲଙ୍କା ନେଇପାରିବେ। ଆମର ଭାଜି ହେଇଗଲାଣି, ଏବେ ଆମେ ସୋରିଷ ଦେଇଦେବା, ଜିରା ଦେଇଦେବା, ଦେଇକି ତାକୁ ଟିକେ ଏମିତି ଭାଜିଦେବା। ଜିରା ସୋରିଷ ସବୁ ଫୁଟିଗଲାଣି। ଏବେ ଆମେ ରସୁଣକୁ ମୁଁ କାଟିକି ଏମିତି ରଖିକି ଦେଇଦେବା। ରସୁଣକୁ ଟିକେ ଭାଜିଦେବା ଏମିତି ତେଲରେ। ରସୁଣ ଆମର ଭଜା ହେଇଗଲାଣି। ମୁଁ ପିଆଜ ସଣ୍ଡାକୁ ଏମିତି ଭଲ ଭାବେ ଧୋଇକି କାଟି ଦେଇଛି। ତା ସାଙ୍ଗରେ ଆଳୁ ଦୁଇଟା ଖଣ୍ଡେ ଧୋଇକି ଭଲ ଭାବେ କାଟି ଦେଇଛି। ଏବେ ଆମେ କରେଇରେ ପିଆଜ ସଣ୍ଡା ଦେଇଦେବା। ଆଳୁ ଦେଇଦେବା, ଲୁଣ ଦେଇଦେବା। ଲୁଣ ଆବଶ୍ୟକ ଅନୁସାରେ ଲୁଣ ନେବେ। ହଳଦୀ ଗୁଣ୍ଡ ଦେଇଦେବା, ହଳଦୀ ଗୁଣ୍ଡ ବି ଆବଶ୍ୟକ ଅନୁସାରେ ନେବେ। ଭଲ ଭାବେ ଟିକେ ଆମେ ମିକ୍ସ କରିଦେବା। ହଳଦୀ ଲୁଣକୁ ଭଲ ଭାବେ ଆମେ ଗୋଳେଇ ଦେବା। ଦୁଇ ମିନିଟ୍ ଘୋଡ଼େଇକି ଛାଡ଼ିଦେବା। ସଣ୍ଡା ଆଳୁକୁ ମୁଁ ଭାଜିକି ଘୋଡ଼େଇଥିଲି, ଏବେ ଦେଖିବା। ଜାଳକୁ ପୁରା ସିମ୍ କରିକି ଭାଜିବେ। ଆଉ 2 ମିନିଟ୍ ଘୋଡ଼େଇକି ଛାଡ଼ିଦେବା। ଏବେ ଆମେ ଦେଖିବା, ଘୋଡ଼େଇଥିଲେ ଆମେ ଭଜାକୁ ଦେଖିବା। ଏବେ ଦେଖନ୍ତୁ, ବହୁତ ସୁନ୍ଦର ଭାବେ ଆମର ଭଜା ହୋଇଗଲାଣି। ପିଆଜ ସଣ୍ଡା ଆମର ସୁନ୍ଦର ଭାବେ ଭାଜି ହେଇଗଲାଣି। ପିଆଜ ସଣ୍ଡା ଆମର ବହୁତ ସୁନ୍ଦର ଭାବେ ଗୋଟି ଗୋଟି କରି ଭାଜି ହେଇଗଲାଣି। ଆମେ ପିଆଜ ସଣ୍ଡା ଆଳୁକୁ ଆମେ ବାହାର କରିଦେବା। ହେଇଗଲାଣି ଭଜା ଆମର ସମ୍ପୂର୍ଣ୍ଣ ଭାବେ। ପିଆଜ ସଣ୍ଡା ଭଜା ଆମର ହେଇଗଲା। ଖାଇବାକୁ ବହୁତ ଭଲ ଲାଗେ। ଗୋଟେ ଥର ଏମିତି କରି ଖାଆନ୍ତୁ। ପିଆଜ ସଣ୍ଡା ଭଜା ଯଦି ମୋର ଭଲ ଲାଗୁଛି ନା, ଗୋଟେ ଲାଇକ୍ କରିବେ, କମେଣ୍ଟ କରିବେ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ।